ଇଲୋ ମାଲୋ ଭୂତ 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 ଆଜି ଆମେ ଭୂତ କୋଠରୀ ଭିତରେ ପଶି ଯାଇଥିଲୁ। ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଆମେ ଯାଇଥିଲୁ ବାରିପଦାରେ ଅନୁଷ୍ଠିତ ହୋଇଥିବା 2026ର ଚୈତ୍ର ମେଳା ବୁଲିବାକୁ। ଆଉ ଦେଖୁନାହାନ୍ତି ଆମେ ସତରେ ଭୂତ କୋଠରୀ ଭିତରେ ପଶିଗଲୁ। ଖାଲି ପଶିଗଲୁନି ସାଙ୍ଗମାନେ, ଉପରେ ପାଣି ବର୍ଷା ହେଉଥିଲା ଆଉ ତା ସାଙ୍ଗରେ ଯେଉଁ ଆବାଜ, ଯେଉଁ ଡର ଲାଗୁଥିଲା ସାଙ୍ଗମାନେ। ତାପରେ ଆମେ ବାହାରିକି କିଛି ଆମ ଗାଁର ସ୍ମୃତିକୁ ଅନୁଭବ କଲୁ। ଦେଖୁନାହାନ୍ତି ସାଙ୍ଗମାନେ, ପୁରୁଣା ଶଗଡ଼, ଆଗରୁ ତ ସମସ୍ତେ କୂଅରୁ ପାଣି ଉଠାଉଥିଲେ, ତାପରେ ଦୀପ, ମାଠିଆ ଆଉ ସେଇ ଗଛରେ ଯେଉଁ ଲାଇଟ୍ ଡେକୋରେସନ୍ ହେଇଥିଲା। ଆଉ ଦେଖୁନାହାନ୍ତି ଆମର ଦଶରଥ ମହାନ୍ତ ଭାଇ କେତେ ସୁନ୍ଦର ବାଲୁକା ଶିଳ୍ପୀ ଆଙ୍କିଛନ୍ତି, ରାଜାଙ୍କ ମୂର୍ତ୍ତି, ରାଣୀଙ୍କ ମୂର୍ତ୍ତି। ସତରେ ସାଙ୍ଗମାନେ ଏତେ ବଢ଼ିଆ ଲାଗୁଥିଲା। ସେ ଭାଇଙ୍କୁ ସେଲ୍ୟୁଟ୍, ଏତେ ସୁନ୍ଦର ମୂର୍ତ୍ତି କରିଛନ୍ତି। ଆଉ ଆମେ ଆର୍ଟିଫିସିଆଲ ଝରଣା ପାଖରେ ଯାଇ ଟିକେ ଫଟୋ ଭିଡ଼ିଓ କରିଦେଇଥିଲୁ। ଦେଖୁଛନ୍ତି ତ, କି ବଢ଼ିଆ ଲାଗୁଛି ଏ ମେଳା ଦେଖିବାକୁ। ସେଠୁ ଆମେ ସାଙ୍ଗେ ସାଙ୍ଗେ ଆଉ କିଛି ଫଟୋ ଭିଡ଼ିଓ କରି ବାହାରି ଯାଇଥିଲୁ ଆମ ସେଲ୍ଫି ପଏଣ୍ଟକୁ। ସେଲ୍ଫି ପଏଣ୍ଟରେ ଟିକେ ଫଟୋ ଉଠାଇ ସାରିଲା ପରେ ଆମେ ସିଧା ଯାଇ ପହଞ୍ଚି ଯାଇଥିଲୁ ରୋଜି କିଚେନରେ। କାହିଁକିନା ମୁଁ ବହୁତ ପୂର୍ବରୁ ଶୁଣିଛି ରୋଜି କିଚେନର କ୍ଷୀର ଛେନାପୋଡ଼ ପୁରା ଫେମସ୍। ସେଠୁ ଆମେ ଟିକେ କ୍ଷୀର ଛେନାପୋଡ଼ ଆଉ ଚନ୍ଦ୍ରକାନ୍ତି ପିଠା ଟ୍ରାଏ କଲୁ। ମୋତେ ବହୁତ ବଢ଼ିଆ ଲାଗିଲା ସାଙ୍ଗମାନେ। ମୋ ସ୍ୱାମୀ ବି ଖାଇଲେ। ଆଉ ଖାଇସାରିକି ମୋର ଗୋଟେ ନଣନ୍ଦ ଦେଖା ହେଇଥିଲେ, ତାଙ୍କ ସାଙ୍ଗରେ ମୁଁ ଟିକେ କଥା ହେଉଥିଲି। କଥା ହେଇସାରିଲା ପରେ ଆମେ ସିଧା ଆସିଲୁ ଘରକୁ। ଆପଣ ରୋଜି କିଚେନର ଟିକେ କ୍ଲିପ୍ ଦେଖି ନିଅନ୍ତୁ। ରହିଲି, ନମସ୍କାର। ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ।